ଜଙ୍ଗଲି ହାତୀପଲ ସହ ବନ ବିଭାଗର ଚାଲିଛି ଲୁଚକାଳି ଖେଳ। ଜଙ୍ଗଲି ହାତୀପଲ ପାଇଁ ନାକେଦମ ବନ ବିଭାଗ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅଞ୍ଚଳରେ ଗତ କିଛି ଦିନ ତଳେ 21 ଟିକିଆ ହାତୀପଲ ପାଇଁ ନାକେଦମ ହୋଇଥିଲା ବନ ବିଭାଗ। 2 ଦିନ ତଳେ ଉଲୁଣ୍ଡା ରେଞ୍ଜ ଅଞ୍ଚଳରୁ ଜଙ୍ଗଲି ହାତୀପଲକୁ ବନ ବିଭାଗ ଘଉଡ଼ାଇବା ପରେ ଜିଲ୍ଲାର ଚାଷୀ ଶାନ୍ତିରେ ଥିବାବେଳେ ଆଜି ପୁଣି ଉଲୁଣ୍ଡା ରେଞ୍ଜ ଅଞ୍ଚଳରେ ହାତୀ ଫେରି ଆସିଛନ୍ତି, ଯେଉଁଥିପାଇଁ ଏବେ ଧାନ ଅମଳ ସମୟ ହୋଇଥିବାରୁ ଜିଲ୍ଲାର ଚାଷୀ ଚିନ୍ତାରେ। ଉଲୁଣ୍ଡା ରେଞ୍ଜ ଅଞ୍ଚଳରୁ 5 ଟିକିଆ ହାତୀପଲ ଏବେ ବିନିକା ରେଞ୍ଜ ଉର୍ଲେ ଗ୍ରାମ ଅଞ୍ଚଳରେ ହାତୀପଲ ରହିଛନ୍ତି। ଅଞ୍ଚଳବାସୀ ଜଙ୍ଗଲି ହାତୀପଲ ପାଇଁ ଭୟଭୀତ ରହିଥିବା ବେଳେ ଗ୍ରାମବାସୀମାନେ ନିଆଁ ଜାଳି ହାତୀ ଘଉଡ଼ାଇବାକୁ ଲାଗି ପଡ଼ିଛନ୍ତି। ବିନିକା ବନ ବିଭାଗ କର୍ମଚାରୀମାନେ ହାତୀର ଗତିପଥ ଉପରେ ନଜର ରଖିବା ସହ କିପରି ଧନଜୀବନ କ୍ଷୟକ୍ଷତି ନହେବ ସେ ନେଇ ନଜର ରଖାଯାଇଛି। ବନ ବିଭାଗ କର୍ମଚାରୀମାନେ ସୁରକ୍ଷିତ ଭାବରେ ହାତୀ ଘଉଡ଼ାଇବାରେ ଲାଗି ପଡ଼ିଥିବା କହିଛନ୍ତି ବିନିକା ବନ ଅଧିକାରୀ।